ଦେଖନ୍ତୁ ମୁଁ ପ୍ରଥମେ କବି ସୂର୍ଯ୍ୟ ମିଡ଼ିଆ କ୍ଲବ ଭଞ୍ଜନଗର ସେମାନେ ଆଜି ଏଭଳି ଯେ ଏକ ଆୟୋଜନ କରିଛନ୍ତି। ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଗର୍ବିତ ଯେ ପ୍ରତିବର୍ଷ ଆପଣମାନେ ମିଡ଼ିଆ ବନ୍ଧୁମାନେ ଏଭଳିଆ ଏକ କାର୍ଯ୍ୟକ୍ରମ କରୁଛନ୍ତି ଯେଉଁଥିରେ ଶତାଧିକ ଲୋକଙ୍କର ରକ୍ତଦାନ ଆପଣମାନେ କରୁଛନ୍ତି। ଏବଂ ଏଇଟା ରକ୍ତଦାନ ହେଉଛି ଏକ ମହତ୍ ଦାନ କେବଳ ନୁହେଁ, ଏକ ସାମାଜିକ କର୍ତ୍ତବ୍ୟ ଏବଂ ଆପଣମାନେ ସେ ସାମାଜିକ କର୍ତ୍ତବ୍ୟକୁ ନିର୍ବାହ କରୁଛନ୍ତି। ରକ୍ତଦାନ ଗୋଟିଏ ଜିନିଷ ଯେଉଁଥିରେ ଏକ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମ ଭିତରେ ଯେତେ ଭେଦଭାବ ଥିଲେ ବି ଯେତେ ପ୍ରକାର କଳି ତକ୍ରାଳ ଥିଲେ ବି ଆବଶ୍ୟକତା ପଡ଼ିଲେ ସେଇ ରକ୍ତ ହିଁ ଆମକୁ ବଞ୍ଚାଉଛି। ଏବଂ କେଉଁ ରକ୍ତ କାହା କେଉଁ ଜାତିର କେଉଁ ଧର୍ମର ତାର କୌଣସି ହିସାବ ନାହିଁ ଏବଂ ସେଟା କେହି ଜାଣିପାରନ୍ତିନି। ତେଣୁ ଏକ ଜୀବନ ରକ୍ଷାକାରୀ ଉପାଦାନ ହେଉଛି ଆପଣଙ୍କର ରକ୍ତ। ରକ୍ତ କୌଣସି ଦୋକାନରେ ବଜାରରେ ମିଳେ ନାହିଁ। ରକ୍ତକୁ ଆମକୁ ଦାନ କରିବାକୁ ହେବ। ଆମେ ଧର୍ମ ନାଁରେ ସଂଘର୍ଷ କରୁଛେ, ଧର୍ମ ନାଁରେ ଭେଦଭାବ ହେଉଛି, କିନ୍ତୁ ଯେତେବେଳେ ରକ୍ତର ଆବଶ୍ୟକତା ପଡ଼ୁଛି ସେ ରକ୍ତ କେଉଁ ଧର୍ମ ଲୋକର କେଉଁ ଜାତି ଲୋକର ତାର କୌଣସି ବାଛ ବିଚାର ନାହିଁ। ଏବଂ ୟାଠାରୁ ଅଧିକ ମହତ୍ କାର୍ଯ୍ୟ କିଛି ନାହିଁ। ଏବଂ କେବଳ ଏଇଟା ନୁହେଁ, ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ତେଣୁ ସମାଜ ପ୍ରତି ତାର କର୍ତ୍ତବ୍ୟ ଅଛି, ତାର ଅବଦାନ ରହିବା ଦରକାର। ସମାଜଠୁ କେବଳ ସେ ନେବ ନାହିଁ, ସମାଜକୁ ମଧ୍ୟ ସେ ଦେବ। ଏବଂ ଦବାରେ ହେଉଛି ଆନନ୍ଦ, ନେବାରେ ଆନନ୍ଦ ନାହିଁ। ଏବଂ ସେଇଟା ରକ୍ତଦାନ ଭିତରେ ଦେଇକରି ସେ ସଚେତନତାଟା ଆପଣମାନେ ସୃଷ୍ଟି କରୁଛନ୍ତି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମିଡ଼ିଆ ସେଲ୍ ତରଫରୁ जो आज तृतीय वर्ष रक्तदान शिविर करिसेंती एथिरे अनेक लोक आसी रक्त देइसेंती एवं एहिपरि काम करिवा द्वारा एहिपरि कार्य करिवा द्वारा समाज रे गोटे भल वार्ता जाउची। आ सहित कवि सम्राट उपेन्द्र भंजकर नाटी रोशन होउची। एई नाटी की आपण माने बंचेकी रखिसेंती। ए ना द्वारा आपण माने समाज रो सेवा करि पारुचंती। आ रक्तदान शिविर होउची। रक्त देवा द्वारा गोटे जी रक्त दियंती तार शरीर भल होगा सहित सी आउ जनकर शरीर भल करने आउ जनकर जीवन बचाइवाई ए रक्तटी साहाय्य हुए। विशेषकर खरा दिने प्रत्येक जगह प्रत्येक ब्लड बैंक रे रक्तर अभाव थाए। से समय मुझे तल दिने गोटे ब्लड कैंप करी 400 यूनिट ब्लड देती खरा दिने एवं जे जो जगार ब्लड कैंप कर धन्यवाद देवी। जो मैंने ब्लड डोनेशन कर सेमानकु धन्यवाद देवी। जो मैंने आयोजन कर धन्यवाद देवी। यहीपरि काम करी आम समाज को आम सुधारिबा, आम समाज रे गोटे भल वार्ता देवा एवं निज शरीर भल रहिबा सहित आउ गोटे लोकर शरीर भल करवा गोटे जीवन बंचाई पारिबा।